କହେ ମାଳିକା ଏତ ହାଡ଼ିଆଗାର ଅଚ୍ୟୁତ ଠାର। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ କହେ ମାଳିକା ଏପିସୋଡ ନମ୍ବର 1ରେ ହୃଦୟ ଭରା ସ୍ୱାଗତମ। ଆଜିର ଅଧ୍ୟାୟରେ ଆମେ ଆଲୋଚନା କରିବା ଏହି କଳିକାଳରେ କେମିତି ନାରୀମାନେ ଘରେ ଘରେ ଉଲଗ୍ନ ହୋଇବେ। ମହାପୁରୁଷ ଲେଖିଛନ୍ତି, ଠାରଗାଡ଼ ଚକାରମଣନରେ ଛିନ୍ନ ଛିତର ହୋଇବ ସଂସାର, ମଦୁଆ ମାତାଲ ହୋଇବେ ପ୍ରବଳ, ସତ୍ୟ ସଙ୍ଗରେ କଳି ସମର, ବାର ହାତ କଣ୍ଡା ହେବ ବାହାର। ଏମିତି ସମୟରେ ଆସିବ ଛିନଛତ୍ର ହୋଇଯିବ ସାରା ସଂସାର, ମଦୁଆ ମାତାଲ ଦୁନିଆରେ ବହୁତ ପ୍ରବଳ ହୋଇଯିବେ। ସତ୍ୟ କଥା କହୁଥିବା ଲୋକଙ୍କ ସାଙ୍ଗରେ ଆଜି କଳିଯୁଗର ମଣିଷ କଳି କରିବ। ଆଜି ଏସବୁ ହେଉଛି, ଘଟୁଛି ଏବଂ ଘଟି ଚାଲିଛି, ଘଟି ଚାଲିବ ମଧ୍ୟ। ଏ ସମୟ କ୍ରମରେ ଆଗକୁ ବଢ଼ି ଚାଲିବ। ସେହି ସମୟରେ ବାର ହାତ କଣ୍ଡା ହେବ ବାହାର। ମାନେ ପ୍ରଭୁ ବିଭିନ୍ନ ପ୍ରକାର ମାଧ୍ୟମରେ ସଂସାରରେ ରୋଗ ବ୍ୟାଧି ଆସିଯିବ। ଯେପରି କରୋନା ଆସିଲା, ସେହିପରି ଆଗକୁ ବହୁତ ସାରା ରୋଗ ବ୍ୟାଧି ମାଡ଼ି ଆସିବ। ଖଣ୍ଡ ପ୍ରଳୟ ମାଧ୍ୟମରେ ପାପୀମାନେ ବିନାଶ ହୋଇବେ, ବିହନ ରହିଯିବେ, ଅଗାଡ଼ି ଚାଲିଯିବେ, ଧାର୍ମିକ ରହିଯିବେ ଏବଂ ପାପୀମାନେ ନଷ୍ଟ ହୋଇଯିବେ। ମହାପୁରୁଷ କହିଲେ, ଅବଳା ସ୍ତ୍ରୀ ଯେ ଜାଣ, ବତସି କରିବେ ରମଣ, ପୁରୁଷମାନେ ବେଶଶକ୍ତ ହେବେ, ଧନ ଲୋଭରେ ତାତି ଦେବେ, ଚଣ୍ଡାଳ ସାଙ୍ଗରେ ରମିବେ, ଲଜ୍ଜାକୁ ଭୟ ନ କରିବେ, ଅତି କୋପରେ ନାଶ ଯିବେ। ଲଜ୍ଜାକୁ ନାରୀମାନେ ଭୟ ନ କରି ମହାପୁରୁଷ ଲେଖିଥିବା ବାଣୀ ଆଜି ସତ୍ୟ ହେଉଛି। ଉଲଗ୍ନ ହେଉଛନ୍ତି ନାରୀମାନେ ନିଜର ଫଲୋଅର୍ସ ଲାଇକ୍ ପାଇଁ। ଆପଣମାନେ ଦେଖୁଥିବେ, ଇନଷ୍ଟାଗ୍ରାମ ହେଉ, ଫେସବୁକ୍ ହେଉ, ବିଭିନ୍ନ ପ୍ରକାର ଭିଡ଼ିଓ ଆସୁଛି। ଆଜକୁ ପ୍ରାୟ 20 ବର୍ଷ ତଳେ ଆପଣମାନେ ଦେଖୁଥିବେ, ମାନେ ଘରେ କବାଟ ଦେଇ ବସ୍ତ୍ର ପିନ୍ଧୁଥିଲେ ନାରୀମାନେ। ଉଲଗ୍ନ ହେବା ଦୂରର କଥା, ପୁରା ଭଲ ଭାବରେ ସେ ରହୁଥିଲେ, ଭଲ ପିନ୍ଧୁଥିଲେ, ଭଲ ଖାଉଥିଲେ, ସବୁ କିଛି ଭଲ ସବୁ ଥିଲା। କିନ୍ତୁ ଆଜି ଦେଖନ୍ତୁ ନାରୀମାନେ ଉଲଗ୍ନ ହେଉଛନ୍ତି। କବାଟ ବନ୍ଦ କରି ନାରୀମାନେ ବସ୍ତ୍ର ପିନ୍ଧୁଥିଲେ, ବଟ୍ କିନ୍ତୁ ଆଜି କବାଟ ଖୋଲିବା ଦୂରର କଥା, ଆଜ୍ଞା କ୍ୟାମେରା ସାମ୍ନାରେ ଆଜି ଡାଇରେକ୍ଟ ଉଲଗ୍ନ ହେଉଛନ୍ତି। ମୋବାଇଲରେ ରେକର୍ଡିଂ କରାଯାଉଛି ଭିଡ଼ିଓ, ତାକୁ ଦେଖାଯାଉଛି ଲାଇକ୍ ଆଉ ସେୟାର ପାଇଁ। ନାରୀ ଏତେ ତଳକୁ ଖସିଯିବେ ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ। ସୋସିଆଲ ମିଡ଼ିଆ ଯୁଗରେ ଆଜି ନାରୀ ଏମିତି ଉଲଗ୍ନ ଶରୀର ଦେଖାଉଛନ୍ତି ଭକ୍ତବନ୍ଧୁ, ଯାହା ସଂସାର ପାଇଁ ହିତକର ନୁହେଁ। ଛୋଟ ଛୁଆ ବି ମୋବାଇଲ ଧରୁଛନ୍ତି। ଏହା ଜାଣିବା ଦରକାର ମହିଳାମାନଙ୍କୁ ଜାଣିବା ବି ଆବଶ୍ୟକ। ଯେଉଁମାନେ ପଇସା ପାଇଁ, କମାଇବା ପାଇଁ ଏଭଳି ରାସ୍ତାକୁ ଗ୍ରହଣ କରୁଛନ୍ତି, ତାଙ୍କୁ ହାତ ଯୋଡ଼ି ନିବେଦନ, ଏମିତି କରନ୍ତୁ ନାହିଁ। ଦୁନିଆ ତ ଏମିତିରେ ବହୁତ ଖରାପ ହୋଇସାରିଲାଣି। ଆପଣମାନେ ଯଦି ନାରୀଠୁ ସୃଷ୍ଟି, ନାରୀଠାରୁ ହିଁ ପ୍ରଳୟ, ନାରୀଠାରୁ ପ୍ରଳୟ, ନାରୀଠାରୁ ହିଁ ସୃଷ୍ଟି। ଯଦି ନାରୀମାନେ ଆଜି ଏମିତି ହେବେ, ତାହେଲେ ଦୁନିଆର ଚରିତ୍ର ଢଙ୍ଗ ସବୁ କିଛି ବଦଳିଯିବ। ତେଣୁକରି ଦର୍ଶକ ବନ୍ଧୁ, ଆପଣ ଏହି ଭିଡ଼ିଓ ରିଲିଜ୍ କରିବାର କାରଣ ଓଡ଼ିଶାବାସୀଙ୍କୁ ସଚେତନ ଓ ସତର୍କ କରାଇବା ପାଇଁ। ଆଜକୁ 600 ବର୍ଷ ପୂର୍ବେ କହିଯାଇଥିବା ସାଧୁ ବା ସନ୍ନ୍ୟାସୀ ଆମ ପ୍ରଭୁ ଜଗନ୍ନାଥଙ୍କ ଅଂଶରେ ଜନ୍ମଗ୍ରହଣ କରିଥିବା ପଞ୍ଚସଖାଙ୍କ ଲିଖିତ ଭବିଷ୍ୟବାଣୀ। କଳି ଯେପରି ଘଟିବ ଓ ଘଟି ଚାଲିଛି, ତାକୁ ଆମେ ଯଦି ରୋକିବାକୁ ଚାହିଁବା ବି ରୋକିପାରିବା ନାହିଁ, କିନ୍ତୁ ନିଜର ଜୀବନ ଶୈଳୀକୁ ବଦଳେଇ ପାରିବା ତ କିଛି ମାତ୍ରାରେ। ଏ ତ ପ୍ରଭୁ ପଞ୍ଚସଖାଙ୍କର ଅମୂଲ୍ୟ ଅମୃତ ବାଣୀ, ଯାହା ଆମେ ଆପଣଙ୍କୁ କିଛି ମାତ୍ରାରେ ସଚେତନ କରାଉଛୁ ଏହି ଭିଡ଼ିଓ ମାଧ୍ୟମରେ। ଏଣୁ ଆପଣଙ୍କୁ ଅନୁରୋଧ, ଆମ ଚ୍ୟାନେଲରେ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଯଦି ହୃଦୟ ଆପଣଙ୍କର କହୁଥାଏ, ତାହେଲେ ନିଶ୍ଚୟ ସେୟାର କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।